हे गुरु तुमे मंगलमय पाविनो मुक्ति नाहि। हे गुरु तुमे मंगलमय पाविनो मुक्ति ବାତ କେନ୍ଦୁଝର ମା ତାରିଣୀଙ୍କ ମଣ୍ଡଳ ଏଠି ଶିଶୁ ଅନନ୍ତ ଆଶ୍ରମର ଶାଖା
ପଞ୍ଚବଟୀ ଏବଂ ସଦ୍ଗୃହସ୍ଥ ନାରାୟଣ ବାବୁଙ୍କର ବାସଭବନ ଏଇଠାରୁ ହିଁ ଶୁଭେଚ୍ଛା ଆପଣମାନଙ୍କ ପାଇଁ ରହୁଛି। ଆଉ କିଛି ସମୟ ପରେ ଆମେ ପାରାଦୀପରେ ପହଞ୍ଚିବୁ। ମଧ୍ୟାହ୍ନ ସମୟଟି ଏହି ସ୍ଥାନରେ କଟିବ। ତେବେ ସଜ୍ଜନ, ଏହି ଶୀତ ସକାଳର ସୁନ୍ଦର ପରିବେଶରେ ଗୋଟିଏ କଥା ଆପଣମାନଙ୍କୁ ଆଜି କହିବାକୁ ଚାହୁଁଛି। ଶୁଣିକିରି ଖୁସି ହେବେ। ଯଦି ପ୍ରକୃତରେ ତାକୁ ମନେ ରଖିବେ ତାହେଲେ ବହୁତ ଆପଣମାନଙ୍କ ଜୀବନ ପାଇଁ ଦରକାର ହେବ। ବେଳେବେଳେ ଆପଣମାନେ ସାଧୁସନ୍ଥମାନଙ୍କୁ ଦେଖିଲେ କିଛି ବ୍ୟକ୍ତିଙ୍କ ମନରେ ସାଧୁସନ୍ଥଙ୍କ ପ୍ରତି ସମ୍ମାନ ଆସେ ନା। ଏ କ'ଣ ବାବାଜୀ ବୈଷ୍ଣବ ମାନେ ଇଏ ଗୋଟେ ଚିତା ଚନ୍ଦନ କାଟିକିରି ବୁଲୁଛନ୍ତି, ଏମିତି ବି କିଛି ଲୋକ କହନ୍ତି। ଅଳ୍ପ ଲୋକ କହନ୍ତି, କିନ୍ତୁ କହନ୍ତି। ଆଉ ବେଳେବେଳେ କିଛି ସାଧୁଙ୍କର ଯଦି ଇଲେକ୍ଟ୍ରୋନିକ୍ ମିଡ଼ିଆ ହଉ, ପେପର ମିଡ଼ିଆ ହଉ, ଯଦି କିଛି ତାଙ୍କର ଦୁର୍ଗୁଣ ସମ୍ବନ୍ଧରେ ଯଦି ଆପଣମାନେ ଜାଣିବାକୁ ପାଆନ୍ତି, ସେ ଅମୁକ ବାବା ଏମିତି ଜେଲକୁ ଗଲେ, ଏମିତି ହେଲା, ଏମିତି ଯେଉଁ କଥା ଯେତେବେଳେ ଶୁଣନ୍ତି, ଆପଣମାନେ ସମଗ୍ର ସାଧୁସନ୍ଥ ସମାଜକୁ ଗୋଟାଏ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଇଏ ଯାହା ସେ ବି ସେୟା, ଏଇ କଥା ଭାବନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଏସବୁ କଥା ପ୍ରତି କର୍ଣ୍ଣପାତ ନ କରି ନିଜ ଗୁରୁଙ୍କ ପ୍ରତି ବା କୌଣସି ସାଧୁସନ୍ଥଙ୍କ ପ୍ରତି ତାଙ୍କର ସ୍ନେହ ଅନୁରାଗ ଅଟୁଟ ରହେ। ସେମାନେ ଭାବି ନିଅନ୍ତି ଏମିତି କ'ଣ ସମସ୍ତେ ହେବେ କି? ଗୋଟିଏ ଗାଁରେ ଜଣେ ଚୋରି କଲା, ତାକୁ ପୋଲିସ ବାନ୍ଧିକିରି ଥାନାକୁ ନେଲେ, ତାର ଅର୍ଥ କ'ଣ ଗାଁ ଯାକ ଚୋର? ଜଣେ ଅଫିସର ଲାଞ୍ଚ ଖାଇଲେ, ତାଙ୍କୁ ଭିଜିଲାନ୍ସ ଧଇଲା, ତା ଅର୍ଥ କ'ଣ ସବୁ ଅଫିସର ଲାଞ୍ଚୁଆ? ଜଣଙ୍କ ଘରେ କୋଟି କୋଟି ଟଙ୍କା ବାହାରିଲା, ଆପଣମାନେ ତ ସବୁ ଆଜିକାଲି ମିଡ଼ିଆରେ ସବୁ ଦେଖୁଛନ୍ତି। କୋଟି କୋଟି ଟଙ୍କା ଆରେ ଅତର ବିକ୍ରି କରୁଛନ୍ତି, କିନ୍ତୁ କୋଟି କୋଟି ଟଙ୍କା ତାଙ୍କ ଘରୁ ବାହାରୁଛି। ତାମାନେ କ'ଣ ସବୁ ଅତର ବିକାଳିଙ୍କ ଘରେ କୋଟି କୋଟି ଟଙ୍କା ଅଛି? ତେଣୁ ଦୁର୍ଗୁଣ ଜଣେ କରେ, ସେଥିପାଇଁ 5 ଜଣ ନିନ୍ଦିତ ହୁଅନ୍ତି, କିନ୍ତୁ ପ୍ରକୃତରେ 5 ଜଣ ସେ କର୍ମରେ ଲିପ୍ତ ନଥାନ୍ତି। ଆଜି ନାମାଚାର୍ଯ୍ୟ ବାୟା ବାବାଙ୍କର ଗୋଟିଏ ସୁନ୍ଦର ପ୍ରସଙ୍ଗ। ଜଣେ ପ୍ରଶ୍ନ ପଚାରୁଛନ୍ତି, ବାବା, ଯେ ପ୍ରଶ୍ନଟି ହେଉଛି, ଜଣେ ଗୃହସ୍ଥାଶ୍ରମରେ ରହି ସନ୍ନ୍ୟାସ ହେଇପାରିବେ କି? ଏଇ ଯେଉଁ କଥାଟି ସେ ପଚାରିଲେ, ବାବା ତାର ସୁନ୍ଦର ମୀମାଂସାଟି ଦେଇଛନ୍ତି। ସେ ଗୀତାର ଗୋଟିଏ ଶ୍ଲୋକକୁ ଆବୃତ କରିଛନ୍ତି। ଅନାଶ୍ରିତ କର୍ମ ଫଳମ୍ କାର୍ଯ୍ୟଂ କର୍ମ କରୋତି ଯଃ ସ ସନ୍ନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନି ନ ଚାକ୍ରିୟ। ଇଏ ହେଉଛି ଗୀତାର 6ଠ ଅଧ୍ୟାୟର ଶ୍ଲୋକଟି। ବାବା କହିଲେ ବା ଗୀତା କହିଲେ, ବଳିଆ ମଧ୍ୟ ସେଇ କଥାକୁ କହୁଛି ଯେ ଜଣେ ସଂସାର ଭିତରେ ଥିବ, ପୁଅ ଝିଅ ନାତି ନାତୁଣୀ ସ୍ୱାମୀ ସ୍ତ୍ରୀ
भाई भौणी को नहीं किसी थिबो सी कर्म करुथिबो को कर्म सत्कर्म सत्कर्म कहले जे केवल जाग यज्ञ नाम कीर्तन या कह जाए सत्कर्म सेटा नुहे यह हूँ गोटे सत्कर्मर गोटे पार्ट बा गोटे अंश जड़े नाम करुच्ची जड़े गीता यज्ञ करुच्ची कि जड़े संध्या प्रार्थना करुच्ची यही गोटाक जे हूँ कर्म ता नुहे जड़े चाषी चाष करुच्ची रकत पानी करी निगाड़ी देहु जगत हिते श्रम करई सेहु जड़े चाष करुच्ची चाष अच्छी जार बास अच्छी तार सी तार घर खाई पिकी गला चाष कला सी सत्कर्म जड़े रोसई करुच्ची सी कौन असत कर्म सी रोसई करी 5 जन को खाइबा को दौ सी सत्कर्म किंतु कथा हूँ असत कर्म कहले जा वेद विहित कर्म नुहे जहाँ को शास्त्र निंदा करिचंती जहाँ को जो कर्म को गुरु मान निंदा करिचंती असत कर्म हुए तो चोरी हो पारे डकायत हो पारे मिछा माने मिछ कथा कहीकि कर्म करा जाई पारे टाउटरी करिबा घर भांगिबा पर निंदा करिबा पर चर्चा करिबा पर नारी सौंदर्य को उपभोग करिबा यही भलिया जो कर्म मद पीवा बा एमती जो मनीष अछंती बहुत मनीष अछंती यही गुड़ा कहला असत कर्म कहा घरे कौन है तमर कौन जाउची तमे निजर दोष को न देखी अन्यर दोष देखुच यही भलिया कर्म को असत कर्म बोली कहा जाए किंतु जड़े चाष करू कि व्यवसाय करू हाँ व्यवसाय अपमिश्रण करिबा 2 नंबर व्यवसाय करिबा ठकिकी पैसा नबा ओजन ठीक भाव न करिबा एगुड़ाक सब असत कर्म तेणु जड़े सत कर्म करुच्ची जड़े चषा सत कर्म करुच्ची ता अर्थ मु कहू नहीं कुकुड़ा चाष करिबा माछ चाष करिबा मु से कथा कहू नहीं शस्य श्यामला सबुजीमा को सृष्टि करिया पाई जो चाष करा जाए जड़े व्यवसाय करुच्ची सचोट व्यवसाय जड़े राजनीति करुच्ची सचोट राजनीतिज्ञ तेणु कर्म करुच्ची कर्मर फल आशा से रखिनी से कर्म करुच्ची जहा फल मिलिबो सेतिरे से संतुष्ट रहिबो परंतु आउ किछि दिन परे सरपंच इलेक्शन हबो एबाठारु किछि लोक आसिकरी बलिया पाखरे पहुंचलेनी कौन ना आमको टिके आशीर्वाद करदो आम पुओ कि आम बोहू यदि बोहूटी होता स्वामीटी आसिकरी कहूथबो माने आमे ठिया हबु सरपंच बलिया किछि कहेनी मुझे देखंतु ये सब लोक संपर्कर कथा लोक जहाँ को भल पाइबे ताको भोट दिया जीवो आ बलिया गोटे हाँ कि ना कहब ये कथा मो द्वारा संभव नुहे मत दयाकोरी किसी पचारतुनी तो तथापि से कहती तथापि बलिया कहे हौ शुभेच्छा दिगला जाओ यही कथा को केंद्र करी भगवान गीतारे कहिले
ସେଇ ହଉଛନ୍ତି ଯୋଗୀ ଗୃହସ୍ଥାଶ୍ରମରେ ରହି ମଧ୍ୟ ଗୃହ କର୍ମ କରି ପାର୍ଥ ବିହିତ କର୍ମ କରି। ଗୃହସ୍ଥା ଗୃହ କର୍ମ କରି ସେ କର୍ମର ଫଳଟାକୁ ସେ ଆନନ୍ଦରେ ଗ୍ରହଣ କରେ। ସେ କର୍ମ କରେ। ବାଡ଼ିରେ ଧରନ୍ତୁ ବାଇଗଣ ଲଗେଇଲା, ସେ ବାଇଗଣ ଯେତିକି ଫଳିବ ସେତିକିରେ ସେ ସନ୍ତୋଷ ରହିବ। ଚାଷୀ ଭାଇ ମାନେ ଧାନ ବିରି ମୁଗ କୋଳଥ ଟମାଟର ବାଇ ସବୁ କରୁଛନ୍ତି। ଯାହା ମିଳିବ, ଯାହାକୁ ଭାଗବତ କହିଲେ କର୍ମେ ଈଶ୍ୱର ଯାହା ଦେ ଆନନ୍ଦେ କର୍ମେ ଆନନ୍ଦେ ଯାହା ତମକୁ ପ୍ରାପ୍ତ ହେଲା ସେଇଟା ହିଁ ଭଗବତ ଇଚ୍ଛା। ଯେଉଁ ଲୋକ କର୍ମ କରେ, କର୍ମ ଫଳ ପ୍ରତି ଆସକ୍ତି ରଖେ ନା, ସେ ଲୋକ ହେଉଛି ଜଣେ ଯୋଗୀ। ତାର ସ୍ତ୍ରୀ ଅଛି କି ସ୍ୱାମୀ ଅଛି, ପୁଅ ଅଛି, ଝିଅ ଅଛି, ସମସ୍ତେ ଅଛନ୍ତି। ସିଏ ହେଉଛି ପ୍ରକୃତରେ ଜଣେ ଯୋଗୀ। ତା ଭିତରେ ଉଦାସୀନତା ନାହିଁ, ତାର ମନ ଉଦାର। ଏ ତ ନାମାଚାର୍ଯ୍ୟ ବାୟା ବାବା ଏଇ ଶ୍ଳୋକକୁ ନେଇ ଏ କଥାଟିକି କହିଲେ। ଆଉ ଜଣେ ବାୟା ବାବା ଥିଲେ ଏଇ କେନ୍ଦୁଝର ଜିଲ୍ଲାର ଶୈଳଙ୍ଗ ପାହାଡ଼ର ସାଧକ ବାୟା। ତାଙ୍କ ଗୀତାରେ ସେ ଗୋଟେ ବାୟା ଗୀତା ଲେଖିଛନ୍ତି। ସେ ବାୟା ଗୀତାରେ କହିଲେ ସଂସାର ହେଉଛି ଜଙ୍ଗଲ, ବାଘ ଭାଲୁ ହେଉଛନ୍ତି ପୁଅ ଝିଅ ନାତି ନାତୁଣୀ। ସମସ୍ତେ ଟଣାଟଣି କରୁଛନ୍ତି। ଜଣେ ବ୍ୟକ୍ତିର ପୁଅ ସେ କହୁଛି ବାପା ମୋ ପାଇଁ ୟା କର, ଜଣେ ନାତି ସେ କହୁଛି ମୋ ପାଇଁ ୟା କର, ବୋଉ କହୁଛି ୟା କର। ଏମାନେ ସମସ୍ତେ ହେଉଛନ୍ତି ହିଂସ୍ର ଜନ୍ତୁ ସଦୃଶ। ଗୋଟିଏ ଘର ସଂସାର ହେଲା ଜଙ୍ଗଲ, ପରିବାର ବ୍ୟକ୍ତିମାନେ ହେଲେ ହିଂସ୍ର ଜନ୍ତୁ। ତାରି ଭିତରେ ଜଣେ ଯଦି କର୍ମଫଳ ତ୍ୟାଗ କରୁଛି, ଈଶ୍ୱରଙ୍କର ଉପାସନା କରୁଛି, ଦରିଦ୍ର ଲୋକକୁ ସାହାଯ୍ୟ କରୁଛି, ବାଡ଼ି ବଗିଚାରେ ଗଛ ବୃକ୍ଷ ଲତା ଲଗାଉଛି, ସେ ଯାହା ଫଳ ପାଉଛି ସେଥିରେ ସେ ଆନନ୍ଦରେ ରହିଛି। ବିଶ୍ୱଗୁରୁ ବାୟା କହିଲେ ସିଏ ହେଉଛନ୍ତି ପ୍ରକୃତରେ ଜଣେ ଯୋଗୀ। ନାମାଚାର୍ଯ୍ୟ ବାୟା ଯାହା କହିଲେ, ବିଶ୍ୱଗୁରୁ ବାୟା ସେଇଆ କହିଲେ। ଗୀତା କ'ଣ କହିଲେ? ଗୀତା ତ ଏଠି ଅନାଶ୍ରିତ କର୍ମ ଫଳଂ କାର୍ଯ୍ୟଂ କର୍ମ କରୋଟିଜ ବୋଲି କହିଲେ। ଆଉ ଗୋଟିଏ ଶ୍ଲୋକରେ କହିଲେ ଘର ଭିତରେ ଥାଅ କି ଯୋଉଠି ଥାଅ, ଆଶ୍ରମରେ ଥାଅ, ଦୁଃଖେଷୁ ବିଘ୍ନ ମନା ସୁଖେଷୁ ବିଗତ ବୀତ ରାଗ ଭୟ କ୍ରୋଧ ସ୍ଥିତ ନିରୁଚ୍ଛେଦ। ସେଇ ଲୋକ ହେଉଛି ମୁନି। ଦୁଃଖ ଆସିଲେ ବି ଦୁଃଖ ଆସିବ, ସେ କାନ୍ଦିପାରେ, କିନ୍ତୁ ଦୁଃଖରେ ସେ ମହତ୍ତ୍ୱ କାର୍ଯ୍ୟ କରିବାକୁ ଭୁଲିବ ନାହିଁ, ମହତ୍ତ୍ୱ ବ୍ୟକ୍ତିକୁ ଭୁଲିବ ନାହିଁ। ଦୁଃଖକୁ ସୁଖକୁ ଯିଏ ସମ ପରିମାଣରେ ନିଏ, ହଉ ଆଜି ମୋ ପାଇଁ ଦୁଃଖ ଆଇଛି, ଏହା ଈଶ୍ୱରଙ୍କର ଇଚ୍ଛା, ତାହେଲେ ପୁଣି ଭାବରେ ଆମ ଜୀବନକୁ ଆମେ ଅତିବାହିତ କରିବା
ଦରକାର। ଆମେ ମନ୍ଦିରକୁ ଯାଉଛୁ, ମଠକୁ ଯାଉଛୁ, ଆଶ୍ରମକୁ ଯାଉଛୁ, ଏସବୁ କଥା ପ୍ରତି ଆମର ଗୁରୁତ୍ୱ ନାହିଁ। ଖାଲି ଆମେ ମାଗୁଛୁ, ଖାଲି ଆମେ ମାଗିବାକୁ ଭଲ ପାଉଛୁ। ଧରନ୍ତୁ ବଳିଆ 2-3 ଥର ଅନ୍ତତଃ କହିଛି ଯେ ଆପଣମାନଙ୍କର ସଞ୍ଚିତ ଅର୍ଥ ବା କର୍ମ କରି ପାଉଥିବା ଫଳରୁ କିଛି ଅଂଶ ଇଷ୍ଟାର୍ଘ୍ୟ ରୂପରେ ଅର୍ପଣ କର, ସମସ୍ତ ଦୋଷାଦୋଷ ଖଣ୍ଡନ ହେବ। ଆପଣ ଅନନ୍ତ ଆଶ୍ରମରେ ବିଦ୍ୟାର୍ଥୀମାନଙ୍କ ପାଇଁ, ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ, ଗୋଶାଳା ପାଇଁ, ସ୍ୱାସ୍ଥ୍ୟ ସେବା ପାଇଁ ସଦୁପଯୋଗ ହେବ। ଇଷ୍ଟଙ୍କର ପୂଜାର୍ଚ୍ଚନା ହେବ, ମହୋତ୍ସବ, ଲୋକମାନେ ପ୍ରସାଦ ପାଇବେ। ସେତିକି ମଧ୍ୟ କରିବା ପାଇଁ ଲୋକଙ୍କର ଆମେ ଗୋଟିଏ ମାସରେ 10ଟି ଟଙ୍କା ପଠେଇବୁ। ସେତିକି ମଧ୍ୟ ଅନେକଙ୍କ ମନରେ ପ୍ରବେଶ କରିପାରୁନି। ଇଷ୍ଟାର୍ଘ୍ୟ ଯଦି ତୁମେ ଆଶ୍ରମକୁ ନ ଦେବ, ଆଉ ଯେଉଁ ଆଶ୍ରମକୁ ରହୁଛ ଦିଅ। ଯଦି ଆଶ୍ରମକୁ ନ ଦେବ ତାହେଲେ ତୁମ ଘର ପାଖରେ ଯେଉଁ ଦରିଦ୍ର ବା ଦୁଃଖୀ ରଙ୍କି ଅଛନ୍ତି ତାଙ୍କୁ ଦିଅ। ମନ୍ଦିରର ଦେବତା କଥା କହେ। ବେଳେ ବେଳେ ମନ୍ଦିରର ଠାକୁର ମଣିଷ ରୂପ ଧାରଣ କରେ। ଆମେ ଯାଇଥିଲୁ ବୈଦ୍ୟନାଥ ଧାମକୁ ଦର୍ଶନ କରିବା ପାଇଁ। ବଳିଆ ସହିତ ଥିଲେ ମଣ୍ଟୁ, ଆମର ସେବକ ମଣ୍ଟୁ ଥିଲା। ଲୋକ ଗହଳି ଭିତରେ ଆମେ 2 ଜଣ ଯାକ ବାଟ ପାଇଲୁ ନାହିଁ। ଆମ ବସ୍ କୋଉଠି ଅଛି, ଗାଡ଼ି କୋଉଠି ଅଛି, ଆମ ଲୋକ କୋଉଠି ଅଛନ୍ତି। ନିର୍ଧୁମ ଖରା ବେଳ, ଶ୍ରାବଣ ମାସର ଖରା, ମାନେ ଅସମ୍ଭବ ତାତି, ଝାଳ ବୋହିଗଲାଣି। ଏପଟ ସେପଟ ହେଇକି ଆମେ ବୁଲୁଛୁ, ସବୁଗୁଡ଼ାକ ଆମକୁ ସମାନ ଦେଖାଯାଉଛି। ଝାଳ ବୋହି ଯାଉଛି, ଆରେ ଶୋଷ କରୁଛି। ଜଣେ ବାବାଜୀଙ୍କ ଭଳି ଦେଖାଯାଉଛନ୍ତି ଜଣେ ବୃଦ୍ଧ ଲୋକ। ସେ ପଚାରିଲେ, ଆପଣ କୁଆଡ଼େ କୋଉଠୁ ଆସିଛନ୍ତି? ଓଡ଼ିଶାରୁ ଆଇଛୁ। କୁଆଡ଼େ ଯିବେ? ଓଡ଼ିଶା ଯିବ। ଆଉ ଖୋଜୁଛନ୍ତି କ'ଣ? ଆମ ଗାଡ଼ିଟା କୋଉଠି ଅଛି ଆମେ ପାଉନୁ, କି ଆମ ଲୋକ ଗୁଡ଼ାକ କୋଉଠି ଅଛନ୍ତି ଆମେ ତାଙ୍କୁ ପାଉନୁ, ଦେଖାଯାଉନାହାନ୍ତି। ହାତ ଦେଖେଇକିରି ଦେଖେଇ ଦେଲା, ଓ ଏଇ ଯେଉଁ ଗଳି, ଏଇ ଗଳିରେ ଆପଣ ଗୋଟେ ଏମିତିଆ କଲର ବସ୍ ତ, ସେଇ ବସ୍ଟା ସେଇଠି ଥୁଆ ହେଇଛି। ଆଉ ଆପଣଙ୍କ ଲୋକମାନେ ସେଇଠି ଅପେକ୍ଷା କରିଛନ୍ତି। ସିଏ ଚାଲିଗଲା ପରେ ଆମେ ଦେଖିଲୁ ଯେ କୁଆଡ଼କୁ ଗଲା ତାକୁ ଆଉ ଆମେ ଦେଖିପାରିଲୁ ନାହିଁ। 2 ବୋତଲ ପାଣି ପିଇଲୁ। ମୁଁ ଥକା ମାଇଲି, ପ୍ରକୃତରେ ସେଇ ଜାଗାରେ ହିଁ ସିଏ ଥିଲା। ତାହେଲେ ସେ ବାବାଜୀ କିଏ? ସିଏ ହେଉଛନ୍ତି ସ୍ୱୟଂ ବୈଦ୍ୟନାଥ ଶିବ। ଆପଣ କହିବେ ନା ଏଗୁଡ଼ା ସବୁ ମିଛ, ଆପଣଙ୍କୁ ମିଛ, ମତେ ସତ। ତେଣୁ କାନ୍ଦିଲେ ଥରେ ବୁକୁ ଫଟାଇ, ଶୁଣେ ସେ କାନ୍ଦିଲେ ଥରେ ବୁକୁ ଫଟାଇ, ଶୁଣେ ସେ ତେଣୁ ସଜ୍ଜନ, ଆମେ ସେଇଭଳି କାନ୍ଦି ପାରୁନୁ। ଆଜି 3ଟି କଥା ଆପଣମାନଙ୍କୁ କହୁଛି। ପ୍ରଥମ କଥା ହେଉଛି, ନିଜ ଘରେ ରହି ସତ୍ କର୍ମ କରନ୍ତୁ। କର୍ମ ଫଳ ଯାହା ମିଳିବ ସେଥିରେ ସନ୍ତୁଷ୍ଟ ରୁହନ୍ତୁ। ତାହେଲେ ଆପଣ
ଗୃହସ୍ଥାଶ୍ରମରେ ରହି ମଧ୍ୟ ଜଣେ ଯୋଗୀ ହେଇପାରିବେ। ଆଉ ଗୋଟିଏ କଥା ହେଉଛି ଦୁଃଖରେ ଭାଙ୍ଗି ପଡ଼ନ୍ତୁ ନାହିଁ, ପୁଣି ମନର ସାହସ ବାନ୍ଧି ପୁଣି ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ, ତାହେଲେ ଆପଣ ମୁନି ହେବେ। ଆଉ ଗୋଟିଏ କଥା, ଉପାର୍ଜନରୁ ଆପଣଙ୍କୁ ଯେତିକି ଅର୍ଥ ମିଳୁଛି ତାର କିଛି ଅଂଶ ଇଷ୍ଟାର୍ଘ୍ୟ ଅର୍ପଣ କରି ମହା ବିପତ୍ତିରୁ ରକ୍ଷା ପାଆନ୍ତୁ। ଚତୁର୍ଥ କଥା ହେଲା, ଯେଉଁ ମନ୍ଦିରକୁ ଯାଆନ୍ତୁ ଏତିକି ମନେ ରଖନ୍ତୁ, ସେ ମନ୍ଦିରର ଦେବତା ହେଉଛି ମୋ ହୃଦୟର ଆତ୍ମା। ମୁଁ ଆତ୍ମା ସହିତ ସମ୍ପର୍କ ରଖିପାରୁନାହିଁ, ତେଣୁ ମନ୍ଦିର ସହିତ ରଖୁଛି। ଯଦି ପ୍ରକୃତରେ ସେହି ବିଶ୍ୱାସ ଆଉ ପ୍ରେମ ଆମ ଭିତରେ ସୃଷ୍ଟି ହେବ, ନିଶ୍ଚିତ ଭାବରେ ଆପଣ ତାଙ୍କର ଦର୍ଶନ ପାଇବେ। ବଳିଆ ତ ଜୀବନରେ ବହୁତ ଦର୍ଶନ ଏଭଳି ପାଇଛି, ଆଉ ସେସବୁକୁ ବେଳେବେଳେ ମନେ ପଡ଼ିଲେ ମୁଁ ଆପଣମାନଙ୍କୁ କହିବି, ସବୁବେଳେ କହିବା ସମ୍ଭବ ହେଉନାହିଁ। ତେବେ ସଜ୍ଜନ, ଠାକୁର ଅଭିରାମଙ୍କର ସେଇ କଥା। ହଁ, ଆଉ ଗୋଟିଏ କଥା ଆପଣମାନଙ୍କୁ ବଳିଆ ସବୁବେଳେ କହୁଛି, ସପ୍ତାହରେ ହେଉ ମାସକରେ ହେଉ ଗୋଟିଏ ଦିନ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ଘରର ପରିବାର ଲୋକ ଏକତ୍ର ହେଇ ବସି ଟିକେ ନାମ ଟିକେ ଧ୍ୟାନ କରି ନିଜର ପରସ୍ପର ଭିତରେ ଭୁଲ ବୁଝାମଣା ସମ୍ପର୍କରେ ଆଲୋଚନା କରନ୍ତୁ, ତାହା ହେବ ଶ୍ରେଷ୍ଠ ସତ୍ସଙ୍ଗ। ଟିକେ ଆଖି ବୁଜି 2 ମିନିଟ୍ ବସନ୍ତୁ, କିନ୍ତୁ ନିଜ ଭିତରେ ଭାବ ଆଦାନ ପ୍ରଦାନ କରନ୍ତୁ। ଠାକୁର ନିଗମାନନ୍ଦଙ୍କର ଗୋଟିଏ ସୁନ୍ଦର ମାର୍ଗ ରହିଛି, ଭାବ ବିନିମୟ। ତାଙ୍କର ଆଉ ଗୋଟିଏ ଭଲ କଥା ହେଉଛି ଅସାମ୍ପ୍ରଦାୟିକ ଭାବନା। ତେଣୁ ଏ ସମ୍ପର୍କରେ ମୁଁ କେତେବେଳେ କହିବି। ଆଜି ଠାକୁର ଅଭିରାମ ସେ ଯେଉଁ କୋଇଲିକୁ ଲକ୍ଷ୍ୟ କରି, କୋଇଲିକୁ ସାକ୍ଷୀ ରଖି ଭକ୍ତମାନଙ୍କୁ ଅନେକ କଥା କହିଲେ। ତାପରେ ଆଜି କହିଲେ ସ୍ପର୍ଶ ପ୍ରକୃତରେ କିଏ, ଅସ୍ପୃଶ୍ୟ ପ୍ରକୃତରେ କିଏ, ସେ କଥା ମୁଁ ଆଜି କହିବି। ମାନେ କୋଇଲି କହୁଛି, କୋଇଲି ମଧୁରେ ଭାସଇ ଏସବୁ ଛୁଆ ନୁହେଁ, ସ୍ପର୍ଶ ଅସ୍ପର୍ଶର ମୀମାଂସା ଶୁଣ ଯାହା ଆଜି ସେ କହିବେ, ଆଉ କାଲି ତ କହିବେ, ଆଜି ଖାଲି ସୂଚେଇ ଦେଲେ। ଆଉ କିଏ ପ୍ରକୃତ ଅଛୁଆଁ? ମଣିଷ ଅଛୁଆଁ ନା ଆମ ବ୍ୟବହାର ହେଉଛି ଅଛୁଆଁ? ଆମ ବ୍ୟବହାର ଖରାପ ହେଇଯିବ, ଆମେ ଗୋଟାଏ ବାଜ୍ୟ ଲୋକ ହେଇଥିବୁ, କିନ୍ତୁ ଆମେ ଛୁଆ। କିନ୍ତୁ ଯିଏ ପ୍ରକୃତରେ ଭଦ୍ର ଲୋକ ହେଇଥିବ, ଭଲ କାମ କରୁଥିବ, ସେଇଟା କିନ୍ତୁ ଅଛୁଆଁ ହେବ। କାହିଁ? ତେଣୁ ଠାକୁର ଅଭିରାମ ଏକ ବିପ୍ଳବୀ ସନ୍ଥ ଭାବରେ ସିଏ ଏହାକୁ ପ୍ରକାଶ କରିଛନ୍ତି। ତାପରେ ବୈକୁଣ୍ଠ କହିଲେ, ସେ ପୁରେ ପଶିଲେ ଯାଇ ଯମଯାତନା ନ ଥାଇ, ଜନ୍ମ ମୃତ୍ୟୁ ନ ବାଧଇ, ଜନ୍ମେ ଜନ୍ମେ ଥିବୁ ଜାଗ୍ରତେ ଥାଇ, ବ୍ରହ୍ମ ଭାବରେ କର୍ମରେ ଭୁଲ, କର୍ମ ଏଇଠି କର୍ମ କଥା ସେ ବି କହିଲେ, କର୍ମ ଭୁଲ ଆଡ଼କୁ ଯାଅନି, ତମ ବର୍ଡର ଲାଇନରେ ତମେ ଚାଲ। କର୍ମକୁ ହୁଳିଲେ ତମେ
କିଛି ପାଇବ ନାହିଁ। ପ୍ରକୃତରେ ତୁମେ ସେଇ ଆରାଧନା କର। ରାଧା କହିଲେ ଆରାଧନା, କୃଷ୍ଣ କହିଲେ ଆକର୍ଷଣ। ରାଧା ଭାବରେ ଆରାଧନା କର, କୃଷ୍ଣ ରୂପରେ ସେ ତୁମକୁ ଆକର୍ଷଣ କରି ତାଙ୍କ ପାଖକୁ ନେଇଯିବେ। ଏ କଥାଟି ବୈକୁଣ୍ଠ କହିଲେ। ମଧୁ କ'ଣ କହିଲେ? କର୍କଟ ମାସ ବିଜୁଳି ପୁବେଇଲୋ, କୃଷ୍ଣ ପିତ ତଟ ଦିଶେ। ସେ ଝଟ କଟି ସୂତା ମାରୁଳି ପୁବେଇ। ଯେମିତି ଆମର ଅଭିରାମ ଖାଲି କୋଇଲି କଥାଟାକୁ କହିଲେ, କୋଇଲି କି ସାକ୍ଷୀ ରଖି କହିଲେ, ଇଏ ମଧୁଆଙ୍କର କ'ଣ ଗୋଟେ ମନେ ପଡ଼ିଯାଇଛି, ପୁବେଇକି କହିବେ। ଏଇ ପୁବେଇ ମେଘକୁ ବୋଧେ କହିଛନ୍ତି। ଆଉ ପୁବେଇ ପବନ ବାହା ବହିଲା, ଧାନ କହିଲା ମୋ ମା ଆଇଲା। ଆଉ ସେ ପୁବେଇ। ଆଉ ଏଠି କହିଲେ କର୍କଟ ମାସ ବିଜୁଳି, ମେଷ ବୃଷ ମିଥୁନ କର୍କଟ। ମେଷ ହେଲା ବୈଶାଖ, ବୃଷ ହେଲା ଜ୍ୟେଷ୍ଠ, ମେଷ ବୃଷ ମିଥୁନ। ମିଥୁନ ହେଲା ଆଷାଢ଼, କର୍କଟ ହେଲା ଶ୍ରାବଣ। ସେ ଶ୍ରାବଣ ମାସର ବିଜୁଳି କି କହୁଛନ୍ତି। ଯେତେବେଳେ ବିଜୁଳିଟା ଯେତେବେଳେ ମାରୁଛି, ଚକ୍ ଚକ୍ ମାରୁଛି, କୃଷ୍ଣଙ୍କ ଦେହରେ ଯେଉଁ ବସ୍ତ୍ର ଗୁଡ଼ିକ ଅଛି ସେ ବି ମାନେ କୃଷ୍ଣ ବିଜୁଳି ଯେତେ ସୁନ୍ଦର ଦିଶୁଛି, କୃଷ୍ଣଙ୍କର ବସ୍ତ୍ର ମଧ୍ୟ ସେଇଭଳି ସୁନ୍ଦର ଦିଶୁଛି। ତେଣୁ ଏଇଭଳି ମହାପୁରୁଷମାନେ ସବୁ କହନ୍ତି। ଅଭିରାମଙ୍କର କୋଇଲି ସଙ୍ଗୀତରେ ସେ ସବୁ କଥା କହିଛନ୍ତି। ମଧୁ ଏଠି ପୁବେଇ କଥା କହୁଛନ୍ତି। ବୈକୁଣ୍ଠ ଏଠି କୃଷ୍ଣଙ୍କୁ ସାକ୍ଷୀ ରଖି ସବୁ କଥା କହୁଛନ୍ତି। ତେଣୁ କଥାକୁ ମନେ ରଖିବେ ଏବଂ କାଲି ସକାଳୁ ପୁଣି ଆପଣମାନଙ୍କୁ ପରାଶର କ୍ଷେତ୍ର ପାରାଦୀପ ସମୁଦ୍ର କୂଳରେ ଆଖଣ୍ଡଳ ମଣିଙ୍କର ଗୋଟିଏ ଆସ୍ଥାନ, ଯେଉଁଠି ଇଏ ସେବକ ପାଇଁ ଗୋଟିଏ ଆଶ୍ରମ ତିଆରି ହେଇଛି। ସେଇଠୁ ଆପଣମାନଙ୍କୁ ମୋର କଥା ମୁଁ ଆପଣମାନଙ୍କୁ ପ୍ରକାଶ କରିବି। ଆଜି କଥାଟି ଏଇଠି ରଖିବା। ସମସ୍ତେ ଭଲରେ ରୁହ। ଇଏ ଯେଉଁ କରୋନା ଏପର୍ଯ୍ୟନ୍ତ ଯାଇନାହିଁ, ଗୋଟେ ଓମିକ୍ରନ୍ ବୋଲି ସିଏ ଗୋଟେ ଭୂତାଣୁ କ'ଣ ଆସିଛି। ଯାହା ହଉ ସଚେତନ ଟିକେ ରୁହନ୍ତୁ, ସଚେତନ ରୁହନ୍ତୁ। ମହାମାୟା ଜ୍ୟୋତିର୍ପ୍ରଭା ଶାରଦାଙ୍କୁ ପ୍ରାର୍ଥନା କରନ୍ତୁ। ଏତିକି କହି କଥାକୁ ରଖିଲି। ଜୟ ଶ୍ରୀ